ଚାଷୀଙ୍କ ପାଇଁ ବଡ଼ ଖବର। ଏବେ କ୍ୱିଣ୍ଟାଲ ପିଛା ମିଳିବ 3100 ଟଙ୍କା। ଭାଗ୍ୟ ବଦଳାଇବ ସମୃଦ୍ଧ କୃଷକ ଯୋଜନା। ଓଡ଼ିଶାର ଅନ୍ନଦାତା ଅର୍ଥାତ୍ ଚାଷୀଙ୍କ ପାଇଁ ଏବେ ଆସିଛି ବଡ଼ ଖୁସି ଖବର। ଆଉ ମିଳିବନି କମ୍ ଦାମ। ଏବେ ପ୍ରତି କ୍ୱିଣ୍ଟାଲ ଧାନକୁ ମିଳିବ 3100 ଟଙ୍କା। ହେଲେ କେମିତି ଆସନ୍ତୁ ଜାଣିବା ଏହି ରିପୋର୍ଟରେ। ଓଡ଼ିଶାର ଚାଷୀଙ୍କ ଭାଗ୍ୟ ବଦଳାଇବାକୁ ସରକାର ଆଣିଛନ୍ତି ସମୃଦ୍ଧ କୃଷକ ଯୋଜନା। ଏହି ଯୋଜନା କେବଳ ଧାନ ଦର ବଢ଼ାଇ ନାହିଁ, ବରଂ ଓଡ଼ିଶାର କୃଷି କ୍ଷେତ୍ରରେ ଏକ ବିପ୍ଳବ ଆଣିବାକୁ ଯାଉଛି। ଅନେକ ସମୟରେ ଚାଷୀ ଭାଇମାନେ ଧାନର ଉଚିତ ମୂଲ୍ୟ ନ ପାଇ ଅସୁବିଧାରେ ପଡ଼ୁଥିଲେ, କିନ୍ତୁ ଏବେ ସମୟ ବଦଳିଛି। ସରକାର ଧାନର କ୍ୱିଣ୍ଟାଲ ପିଛା ଦରକୁ 3100 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିରେ କେନ୍ଦ୍ର ସରକାରଙ୍କ ସହାୟତା ସହ ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନାର ସ୍ୱତନ୍ତ୍ର ସହାୟତା ରାଶି ସାମିଲ ଅଛି। ଏହି ଟଙ୍କା କୌଣସି ମଧ୍ୟସ୍ଥି ନୁହେଁ, ବରଂ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଯାଉଛି। ଏହାଦ୍ୱାରା ରାଜ୍ୟର ପ୍ରାୟ 18 ଲକ୍ଷରୁ ଅଧିକ ପଞ୍ଜୀକୃତ ଚାଷୀ ଉପକୃତ ହେଉଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚଳିତ ଆର୍ଥିକ ବର୍ଷ ପାଇଁ କୃଷି ବିଭାଗକୁ 15,039.89 କୋଟି ଟଙ୍କାର ଏକ ଐତିହାସିକ ବଜେଟ୍ ମିଳିଛି। ଏହି ବିଶାଳ ପାଣ୍ଠି କେବଳ ଧାନ କିଣିବାରେ ଖର୍ଚ୍ଚ ହେବନି, ଏହା ମାଧ୍ୟମରେ ଚାଷୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ପାଇଁ ବଡ଼ ଧରଣର ସବସିଡି ଦିଆଯିବ। ଚାଷରେ ଡ୍ରୋନ୍ର ବ୍ୟବହାର ହେଉ କିମ୍ବା ସୌରଚାଳିତ ଜଳସେଚନ ପମ୍ପ, ସରକାର ଏବେ ସବୁ କ୍ଷେତ୍ରରେ ଚାଷୀଙ୍କୁ ସହଯୋଗ କରୁଛନ୍ତି। ଏହାସହ ଗାଁ ଗାଁରେ ଉନ୍ନତ ବିହନ ପହଞ୍ଚାଇବା ପାଇଁ ଆମ ବିହନ ରଥ ମଧ୍ୟ ଏହି ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଓଡ଼ିଶାର ପ୍ରତିଟି କ୍ଷେତ ହେବ ସବୁଜ, ଆଉ ପ୍ରତିଟି ଚାଷୀ ପରିବାର ହେବେ ସମୃଦ୍ଧ। ଏବେ ଏହା ହିଁ ହେଉଛି ସରକାରଙ୍କ ଲକ୍ଷ୍ୟ। ସମୃଦ୍ଧ କୃଷକ ଯୋଜନାର ଏହି ଲାଭ ଆପଣଙ୍କ ପାଖରେ ପହଞ୍ଚୁଛି କି ନାହିଁ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଚାଷୀ ହେଲେ ସମୃଦ୍ଧ, ଓଡ଼ିଶା ହେବ ସମୃଦ୍ଧ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ପାଇଁ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଓଟିଭି ଡିଜିଟାଲ। ବ୍ୟୁରୋ ରିପୋର୍ଟ, ଓଟିଭି ଡିଜିଟାଲ।